ରବି ଧାନ ବିକିବାକୁ ଫନ୍ଦି କରି ଧରା ପଡ଼ିଛନ୍ତି ଦଲାଲ ଚାଷୀ। ଏଥିପାଇଁ 1,84,000 ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହାପରେ ସମବାୟ ମନ୍ତ୍ରୀ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ମନ୍ତ୍ରୀ କହିଛନ୍ତି ଧରା ପଡ଼ିଥିବା ଲୋକ ବିଜେଡି ସମର୍ଥକ। ବିଗତ ସରକାରରୁ ଚାଷୀଙ୍କ ନାଁରେ ମିଛ ପଞ୍ଜୀକରଣ କରି ଜାଲିଆତି କରାଯାଉଥିଲା। ଚାଷୀଙ୍କ ନାଁରେ ଟଙ୍କା ଖାଇବାକୁ ଜାଲ ବିଛାଇଥିଲେ ଦଲାଲ। 3100 ଟଙ୍କା ଉଠାଇବା ପାଇଁ ନୀତି ନିୟମକୁ ନ ମାନି ପଞ୍ଜୀକରଣ କରିଥିଲେ। ଆଉ ସାଟେଲାଇଟ୍ ଓ ଫିଜିକାଲ ସର୍ଭେ ଧରିଲା ସତ। ରାଜ୍ୟରେ ଏଭଳି 1,84,000 ଦଲାଲ ଚାଷୀଙ୍କୁ ଚିହ୍ନଟ କରିଛନ୍ତି ସରକାର। ଏମାନେ ରବି ଋତୁରେ ଧାନ ବିକ୍ରି କରି ମାଲାମାଲ ହୋଇଥାନ୍ତେ। ଏମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ରାଜ୍ୟ ସରକାର। 7 ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଛ ତଥ୍ୟ ଦେଇଥିବା ଚାଷୀଙ୍କୁ ନେଇ ସମବାୟ ମନ୍ତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କହିଛନ୍ତି ଚାଷୀ କେହି ଏମିତି କରିନାହାନ୍ତି, ସବୁ ଦଲାଲ କରିଛନ୍ତି। ବିଜେଡି ସରକାର ସମୟରୁ ସେମାନେ କରି ଆସୁଥିଲେ ଓ ରାଜସ୍ୱ ଲୁଟ୍ କରୁଥିଲେ। ଯେଉଁମାନେ ଧରା ପଡ଼ିଛନ୍ତି ସେମାନେ ସବୁ ବିଜେଡି ଦଲାଲ ଓ ସମର୍ଥକ। କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ଚାଷୀଙ୍କ ଠାରୁ ଉତ୍ତର ଆସିବା ପରେ ଅଣ୍ଡରଟେକିଂ ଲେଖିବା ସହ ବର୍ଷକ ପାଇଁ ଧାନ କିଣା ପ୍ରକ୍ରିୟାରୁ ବାଦ୍ ଦିଆଯିବ। ଆଉ ଏହାକୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ଉପନେତା। ଧାନ ଚାଷ ନ କରି ଜମି ପଞ୍ଜୀକରଣ ହୋଇଗଲା। ପ୍ରଶ୍ନ ଉଠୁଛି ପ୍ରଶାସନିକ କଳ କିଭଳି ସେମାନଙ୍କୁ ଜାଣିପାରିଲାନି। 1,84,000 ଚାଷୀ ସରକାରଙ୍କ ଠାରୁ ପୂର୍ବରୁ କି ଲାଭ ଉଠାଇଛନ୍ତି? ନୋଟିସ୍ ଦେଇ ଛାଡ଼ିଦେବେ ନା କାର୍ଯ୍ୟାନୁଷ୍ଠାନ ନେବେ?